କରୁଥିଲୁ କେତେବେଳେ ଗତ ବର୍ଷ ଆପଣ ଜାଣିଥିବେ ଝାଡ଼ଖଣ୍ଡରେ ଶିବୁ ସୋରେନଙ୍କୁ ଭାରତ ରତ୍ନ ପ୍ରଦାନ କରିବା ପାଇଁ ଝାଡ଼ଖଣ୍ଡ ବିଧାନସଭାର ସର୍ବସମ୍ମତିକ୍ରମେ ପାରିତ କରିଥିଲେ। କିନ୍ତୁ ଆମ ଓଡ଼ିଶାରେ ମଧୁବାବୁଙ୍କୁ ଭାରତ ରତ୍ନ ଦେବା ପାଇଁ ପାରିତ କରିବା ପାଇଁ ଉତ୍କଳ ସମାଜ ବାରମ୍ବାର ଦାବି କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ହୋଇପାରେ। ତେଣୁ ଆମର ସମସ୍ତ ବିଧାୟକଗଣ ସମସ୍ତ ସାଂସଦମାନେ ସଂସଦରେ ଦାବି କରନ୍ତୁ ଏବଂ ଗୃହମନ୍ତ୍ରୀ ରାଷ୍ଟ୍ରପତିଙ୍କ ସୁପାରିଶକୁ ସମ୍ମାନ ଦେଇ ମଧୁବାବୁଙ୍କୁ ଭାରତ ରତ୍ନ ପ୍ରଦାନ କରନ୍ତୁ। ଏହା ହେଉଛି ଉତ୍କଳ ସମାଜର ଦାବି। ରାଷ୍ଟ୍ରପତି ଦାବିପତ୍ର ଦିଆଯାଇଥିଲା 2 ବର୍ଷ ତଳେ। ଦେଲା ପରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସେ ନିଜେ ଆମ ଉତ୍କଳ ସମାଜର ପତ୍ର କେନ୍ଦ୍ର ସରକାରଙ୍କ ଗୃହ ବିଭାଗକୁ ସୁପାରିଶ କରିଛନ୍ତି ଯେ ଉତ୍କଳ ଗୌରବ ମଧୁସୂଦନ ଦାସକୁ ଭାରତ ଗୌରବ ପ୍ରଦାନ କରାଯାଉ। ତେଣୁ ବର୍ତ୍ତମାନ ତାହା କେନ୍ଦ୍ର ସରକାରଙ୍କ ଗୃହ ବିଭାଗରେ ପଡ଼ିକି ରହିଛି, ରାଷ୍ଟ୍ରପତିଙ୍କ ଭବନରେ ପଡ଼ିକି ରହେନି। ରାଷ୍ଟ୍ରପତି ମହାମହିମ ରାଷ୍ଟ୍ରପତି ତାଙ୍କୁ ସୁପାରିଶ କରିଦେଇଥିଲେ ଏବଂ ତାକୁ କଲା ପରେ ମଧ୍ୟ ଆମକୁ ଗୋଟେ ପତ୍ର ମଧ୍ୟ ଦେଇଛନ୍ତି ଯେ ଆପଣଙ୍କ ଚିଠି ଆମେ ପଠାଇଦେଲୁ ରାଷ୍ଟ୍ରପତିଙ୍କ ଗୃହ ବିଭାଗ, କେନ୍ଦ୍ର ସରକାର ଗୃହ ବିଭାଗକୁ ପଠାଇଦେଲୁ। ତେଣୁ ବର୍ତ୍ତମାନ କେନ୍ଦ୍ର ସରକାରଙ୍କର ଗୃହ ବିଭାଗରେ ଏଇ ଭାରତ ରତ୍ନ ଅଛି। ଆମେ ମହାମହିମ ଯେହେତୁ ଅଛନ୍ତି ରାଷ୍ଟ୍ରପତିଙ୍କୁ ଯେହେତୁ ସାକ୍ଷାତ କରିଦେଇଛୁ ତାଙ୍କୁ ଧନ୍ୟବାଦ ଜଣାଉଛୁ, ସେ ସୁପାରିଶ କରିଛନ୍ତି। କିନ୍ତୁ କେନ୍ଦ୍ରମନ୍ତ୍ରୀଙ୍କୁ ଯେତେବେଳେ ଆମେ 2-3 ଥର ମୁଁ ମଧ୍ୟ ପତ୍ର ଲେଖିଛି, ଯେତେବେଳେ ତାଙ୍କର ଓଡ଼ିଶା ଗସ୍ତ ଥିଲା ୟା ଭିତରେ ଏଇ 2 ବର୍ଷ ଭିତରେ 2-3 ଥର ଆସିବାର ଥିଲା, ତାଙ୍କର 2-3 ଥର କ୍ୟାନସେଲ୍ ହେଇଗଲା। କିନ୍ତୁ ଶେଷ ଥର ଯେଉଁ ଆସିଥିଲେ ଧର୍ମେନ୍ଦ୍ର ପ୍ରଧାନ ଅମିତ ଶାହ ଗତ 2 ବର୍ଷ ଭିତରେ 4 ଥର ଆସିବା ପାଇଁ ଓଡ଼ିଶାକୁ ତାଙ୍କର କାର୍ଯ୍ୟକ୍ରମ ପ୍ରସ୍ତୁତି କରିଥିଲେ। ଆମେ ମଧ୍ୟ 4 ଥର ତାଙ୍କୁ ପତ୍ର ଦେଇଛୁ, ଆସିଲେ ଓଡ଼ିଶାକୁ ଆସିଲେ ଆମକୁ 5 ମିନିଟ୍ ଉତ୍କଳ ସମାଜରେ ସାକ୍ଷାତ କରିବା ପାଇଁ ସମୟ ଦିଆଯାଏ। କିନ୍ତୁ ପ୍ରଥମେ 2 ଥର 3 ଥର ତାଙ୍କର ପ୍ରାୟ 3 ଥର କ୍ୟାନସେଲ୍ ହେଇଯାଇଛି, ରଦ୍ଦ ହେଇଛି। ଏବେ ଶେଷ ଥର ଆସିଥିଲେ କିନ୍ତୁ ଏଥର ଆଉ ସେ ଆମକୁ ଦେଇନାହାନ୍ତି, ସମୟ ଆମକୁ ଦେଇନାହାନ୍ତି। ତେଣୁ ଆମେ ବର୍ତ୍ତମାନ ଆପଣମାନଙ୍କ ଜରିଆରେ ଗଣମାଧ୍ୟମ ଜରିଆରେ ଆମ ରାଜ୍ୟବାସୀଙ୍କୁ କହୁଛେ ରାଷ୍ଟ୍ରପତିଙ୍କ ଅଫିସରେ ପେଣ୍ଡିଂ ନାହିଁ ମଧୁବାବୁଙ୍କ ଭାରତ ରତ୍ନ, ତାହା ଗୃହ ବିଭାଗର କେନ୍ଦ୍ର ସରକାର ଗୃହ ବିଭାଗରେ ପେଣ୍ଡିଂ ଅଛି। ଗୃହ ବିଭାଗରୁ ସେଇଠୁ କେମିତି ସେ କରନ୍ତୁ। ତେଣୁ କେନ୍ଦ୍ର ସରକାର ଗୃହ ବିଭାଗକୁ ଆମେ ମଧ୍ୟ ଅନୁରୋଧ କରୁଛୁ। ଭାଷା ଭିତ୍ତିକ ପ୍ରବେଶ କରିବାର ଅନୁବାଦ କିନ୍ତୁ ଦୁଃଖର କଥା ଓଡ଼ିଶାରେ ବା ଓଡ଼ିଆମାନେ ଆମମାନେ ତାଙ୍କ ପାଇଁ କିଛି କରିପାରିବେ, ଅଣ ଓଡ଼ିଆମାନେ ବରଂ କିଛି କରୁଛୁ। 3 ଜଣ ଓଡ଼ିଆ ବିଲାପୁରରୁ ଆସିଥିଲେ ଯିଏ, ଆଉ ସେ ଯିଏ ପଢ଼େଇଲା ପାଦ୍ରୀ ଆଉ ନାଭିସେନ ହେଉଛି ସାମ୍ବାଦିକ ଆପଣଙ୍କ ବଂଶଧର ନାଭିସେନ, ଯିଏ ରୁଷିଆରୁ ଆଣୁଥିଲା ଖବର ଆଣିକି ତାକୁ ଆଣିଥିଲେ। ସେ ମଧୁବାବୁଙ୍କ ବିଷୟରେ ଇଂଲିଶ କାଗଜ ସବୁଆଡ଼େ ପ୍ରଚାର କଲା। ଆଉ ଜଣେ ହେଉଛନ୍ତି ଆମର ପୂର୍ବତନ ଚିଫ୍ ଜଷ୍ଟିସ୍ SN ଫୁଗାନ। ସେ ପ୍ରତ୍ୟେକ ବାରରେ ବୁଲିକି ଯାଇ କହିଲେ ମଧୁବାବୁଙ୍କର ଲୋକ ଏବଂ ମଧୁବାବୁଙ୍କ ଜୟନ୍ତୀଟାକୁ ଓଡ଼ିଶାରେ ସ୍ୱାଭିମାନ ଦିବସ ହିସାବରେ, ଲୟର୍ସ ଡେ ହିସାବରେ ସେ ଫୁଲ୍ ବେଞ୍ଚରେ ପକାଇ କରିଦେଇଗଲେ। କିନ୍ତୁ ଓଡ଼ିଶା ସରକାର ବା ଅନ୍ୟମାନେ ଆମମାନେ କିଛି କରୁନାହାନ୍ତି। ତେଣୁ ଭାରତ ରତ୍ନ ଯେଉଁ ମୃତ୍ୟୁ ପରେ ଯେଉଁ ଦିଆଯାଉଛି ମୋଦି ସରକାର କରୁଛନ୍ତି, ମଧୁବାବୁ ହେଉଛନ୍ତି ପ୍ରଥମ ବ୍ୟକ୍ତି। ଆମ ଲେଖାରେ ଅଛି ବା ଆମ ସାଧାରଣ ସମ୍ପାଦକ ଯାହା କହିଲେ, ସିଏ ହେଉଛନ୍ତି ଆଶୁତୋଷ ମୁଖାର୍ଜୀଙ୍କର ଶିକ୍ଷକ ଥିଲେ। ଆଶୁତୋଷ ମୁଖାର୍ଜୀ ପୁଅ ହେଲେ ଇଏ ଶ୍ୟାମାପ୍ରସାଦ ମୁଖାର୍ଜୀ। ତେଣୁ ଏବଂ ମହାତ୍ମା ଗାନ୍ଧୀ ମଧ୍ୟ ତାଙ୍କୁ ବଡ଼ ଭାଇ ବା ଗୁରୁ ହିସାବରେ ମାନିଥିଲେ। ସମସ୍ତ କ୍ଷେତ୍ରରେ ମଧୁବାବୁଙ୍କ ସ୍ପିଚ୍ ଦେଇ ଦେଖିବେ ଓଡ଼ିଶା ପାଇଁ ପ୍ରତ୍ୟେକ ମୁହୂର୍ତ୍ତରେ ସେ କ୍ରନ୍ଦନ କରୁଥିଲେ। ଆପଣ ଯେଉଁ ବନ୍ଦର ଭିତ୍ତିକ ଯେଉଁ ସବୁ ହେଇଛି ପାର୍ଲାମେଣ୍ଟରେ, ସେତେବେଳେ ଯେଉଁ ପାର୍ଲାମେଣ୍ଟ ଥିଲା ଯାହା ଦେଖିବେ ବା ବେଙ୍ଗଲ ଲେଜିସ୍ଲେଟିଭ୍ ଆସେମ୍ବଲିରେ ସବୁ କ୍ଷେତ୍ରରେ ସେ ଓଡ଼ିଶାରେ ପ୍ରୋବ୍ଲେମକୁ ଇଏ କରୁଛନ୍ତି। ନାରୀ ଜାଗରଣ ଆଜି ଯେଉଁ କଥା ଉଠେଇଛନ୍ତି ପ୍ରଧାନମନ୍ତ୍ରୀ, ପ୍ରିୟ ପ୍ରଧାନମନ୍ତ୍ରୀ,
ସେଦିନ ସେ ଉଠେଇଥିଲେ ଏବଂ ତାଙ୍କର ସୌଦାମିନୀକି ପରିବାର ହାଉସ୍ ଅଫ୍ ଲର୍ଡ଼ସରେ ଅବଦାନ। କିନ୍ତୁ ଦୁଃଖର କଥା ଇଏ ସବୁ କଥାକୁ ଆମ ଓଡ଼ିଶା ସରକାର ଏତେ ମନ୍ତ୍ରୀ ଆସିଲେ ଗଲେ ସବୁ ହେଲା ମୁଖ୍ୟମନ୍ତ୍ରୀ, କିନ୍ତୁ ତାଙ୍କୁ ଦିଆଯାଉ ବୋଲି ଭାରତ ରତ୍ନ ଏବଂ ବିଧାନନଗର କଲେ ସେଠି, ଏଠି ମଧୁନଗର କରିଦେଉନାହାନ୍ତି ଓଡ଼ିଶାଟାକୁ। ଇଏ ଭୁବନେଶ୍ୱର କିଛି ଅସୁବିଧା ନାହିଁ। ଆପଣ ଦୁଃଖର କଥା ଦେଖିବେ ଯେଉଁ ତାଙ୍କର ଯେଉଁ କଲେକ୍ସନ୍ ଅଛି କଟକରେ ଶୈଳବାଳା ମହିଳା କଲେଜ ଯେଉଁ ଅଣୁକୁ ଯେଉଁ ଘରଟି କରିଦେଇଛନ୍ତି ଆଜବେଷ୍ଟରେ, ସେଠି କେହି ନଜର ପଡ଼ୁନାହାନ୍ତି। ତାଙ୍କର ଖଟ ତାଙ୍କର ବ୍ୟବହାର ଜିନିଷ ସବୁ ରହିଛି, ମ୍ୟୁଜିୟମ୍ କରିଛନ୍ତି। ସେଥିରେ ସେ ଉଲ୍ଲେଖ କରିଦେଇ ଯାଇଛନ୍ତି ଶୈଳବାଳା ଯେ ଏଇଟା ଏଇଆ ହେବ। ଆମେ ଉତ୍କଳ ସମ୍ମିଳନୀ ତରଫରୁ ସରକାରକୁ ମଧ୍ୟ ଦାବି କରୁଛୁ ଯେ ତାଙ୍କ ବୈଠକଖାନାଟା ଯେଉଁଠି ଆରମ୍ଭ ହୋଇଥିଲା ଉତ୍କଳ ସମ୍ମିଳନୀର ଆଲୋଚନା, ସେଟାକୁ ମ୍ୟୁଜିୟମ୍ କରାଯାଏ। କୌଣସି କ୍ଷେତ୍ରରେ ଏମାନେ କରୁନାହାନ୍ତି। ଆମର ଏ ଦାବିପତ୍ରରେ ଲେଖୁଛୁ ଯେ ଓଡ଼ିଶା ବିଧାନସଭା ସର୍ବସମ୍ମତିକ୍ରମେ ପ୍ରସ୍ତାବ କରୁ ଯେ ମଧୁବାବୁଙ୍କୁ ମରଣୋତ୍ତର ଭାରତ ରତ୍ନ ଦିଆଯାଉ। ଏହା ହେଲେ ମଧୁବାବୁଙ୍କ ଆତ୍ମା ଏବଂ ଓଡ଼ିଶାର ସ୍ୱାଭିମାନ ଦିଲ୍ଲୀ ଦରବାର ବା ଭାରତ ବର୍ଷରେ ପ୍ରତିଷ୍ଠା ଲାଭ କରୁ।